ଓଡ଼ିଶାବାସୀ ଧରିଲେଣି ଯେ ଯଦି ଏ ରାଜ୍ୟକୁ ବଞ୍ଚେଇବେ ଭଗବାନ ବଞ୍ଚେଇବେ, ପ୍ରଭୁ ଜଗନ୍ନାଥ ବଞ୍ଚେଇବେ, କିନ୍ତୁ ଭାରତୀୟ ଜନତା ପାର୍ଟି ସରକାର ବଞ୍ଚେଇ ପାରିବନି। ଓଡ଼ିଶା କୋଉଥିରେ ଏକ ନମ୍ବର ହଉ ନ ହଉ, କିନ୍ତୁ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଦୈନିକ 7-8 ମର୍ଡର ହବା, 10-15 ରୁ ଉର୍ଦ୍ଧ୍ୱ ରେପ୍ ହବା, ବଳାତ୍କାର ହବା, ଭ୍ରଷ୍ଟାଚାର ହବା, ଏଇଥିରେ ବର୍ତ୍ତମାନ ସମଗ୍ର ଓଡ଼ିଶା ଭାରତବର୍ଷରେ ଓଡ଼ିଶା ନମ୍ବର 1 ପାର୍ଟି। ଯେମିତି ଆଦିମ ମଣିଷମାନେ ଯେତେବେଳେ ପ୍ରସ୍ତର ଯୁଗରେ ରହୁଥିଲେ, ଲଙ୍ଗଳା ହେଇକି ବୁଲୁଥିଲେ, ସିଏ ଯେମିତି ଶିକାର କରୁଥିଲେ, ସେମିତି ମଣିଷଟାକୁ ବାନ୍ଧି ଦେଇକି, ହାତ ଗୋଡ଼କୁ ବାନ୍ଧିକି ତା ଭିତରେ ଠେଙ୍ଗା ପୂରେଇକି ଝୁଲେଇକି ଯେମିତି ଗୋଟେ ପଶୁ ଶିକାର କରନ୍ତି, ଠିକ୍ ସେଇଭଳି ଭାବରେ କରାଗଲା। ଏ ଦୃଶ୍ୟ ଯେ ଦେଖିବ ଛାତି ଥରି ଉଠିବ। ସରକାର ତୁମେ ସକ୍ଷମ ହୁଅ, ଯଦି ସକ୍ଷମ ନ ହବ ତାହେଲେ ବିଦାୟ ନିଅ। ଦେଖନ୍ତୁ, 2 ବର୍ଷ ତଳେ ଯେତେବେଳେ ଭାରତୀୟ ଜନତା ପାର୍ଟି ସରକାର ଓଡ଼ିଶାରେ ଶାସନ କ୍ଷମତା ଦଖଲ କଲା, ମାନ୍ୟବର ପ୍ରଧାନମନ୍ତ୍ରୀଙ୍କଠୁ ଆରମ୍ଭ କରି ତାଙ୍କର ସମସ୍ତ କେନ୍ଦ୍ରମନ୍ତ୍ରୀ ଏବଂ ଭାରତୀୟ ଜନତା ପାର୍ଟି ଘୋଷଣା କରିଥିଲେ ଯେ ଓଡ଼ିଶାକୁ ଭାରତବର୍ଷରେ 1 ନମ୍ବର ରାଜ୍ୟରେ ପରିଣତ କରାଯିବ। ସେ ଯେଉଁ ରାଜ୍ୟକୁ ଯାଉଛନ୍ତି 1 ନମ୍ବର ରାଜ୍ୟରେ ପରିଣତ କରିବାକୁ କହୁଛନ୍ତି। ଓଡ଼ିଶା ପରିପ୍ରେକ୍ଷୀରେ ମଧ୍ୟ ସେଇଭଳି ଭାବରେ ଏକ ବିରାଟ ପ୍ରତିଶ୍ରୁତି ଦେଇଥିଲେ, ଓଡ଼ିଶାକୁ 1 ନମ୍ବର ରାଜ୍ୟରେ ପରିଣତ କରିବେ। ମୁଁ ଧନ୍ୟବାଦ ଦେବି ଭାରତୀୟ ଜନତା ପାର୍ଟିକୁ ଯେ ସେ ଦେଇଥିବା କଥା ବର୍ତ୍ତମାନ ଅକ୍ଷର ଅକ୍ଷରେ ପାଳନ କରୁଛନ୍ତି। ଅର୍ଥାତ୍ ଓଡ଼ିଶା କୋଉଥିରେ 1 ନମ୍ବର ହଉ ନ ହଉ, କିନ୍ତୁ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଦୈନିକ 7-8 ମର୍ଡର ହବା, 10-15 ରୁ ଉର୍ଦ୍ଧ୍ୱ ରେପ୍ ହବା, ବଳାତ୍କାର ହବା, ଭ୍ରଷ୍ଟାଚାର ହବା, ଏଇଥିରେ ବର୍ତ୍ତମାନ ସମଗ୍ର ଓଡ଼ିଶା ଭାରତବର୍ଷରେ ଓଡ଼ିଶା ନମ୍ବର 1 ପାର୍ଟି। ଏଇ କିଛି ଦିନ ଭିତରେ ଆପଣ ଘଟଣା ଦେଖିବେ, ହିଞ୍ଜିଳିରେ 3 ବର୍ଷର ଛୁଆ ଆଗରେ ମାଆକୁ ହତ୍ୟା, ବ୍ରହ୍ମପୁରରେ କିଡନାପ କଲେ, ଭିଡ଼ିଓ କଲେ, ମର୍ଡର କଲେ, ପୋଲିସକୁ କୁହାଗଲା, ପୋଲିସ ନୀରବ ରହିଲା, ଜଘନ୍ୟ ହତ୍ୟାକାଣ୍ଡ ଘଟିଲା। ଆପଣଙ୍କର କଣାସରେ ହାଣିଲେ, ବୁଲେଟ୍ ଉପରେ 3 ଜଣ ବସିକି ତାକୁ ମଡ଼େଇ ଦେଲେ, 500 କେଜି ଗୋଟେ ଲୋକ ଉପରେ ଚଢ଼ିଲା, ବୁଲେଟ୍ ସହ ମଣିଷର ଓଜନ ମିଶିକି। ଏବଂ ଢେଙ୍କାନାଳରେ ଆପଣ ଦେଖିବେ ଗ୍ୟାଙ୍ଗ ରେପ୍ ହେଲା, ଗଣଧର୍ଷଣ, ଏବଂ ଗତକାଲି ବାଲିଅନ୍ତାରେ ଗୋଟେ ବର୍ବରିଚିତ ହତ୍ୟାକାଣ୍ଡ ଘଟିଛି। ଆପଣ ଫିଲ୍ମରେ ଦେଖୁଥିଲେ, ରିଲରେ ଦେଖୁଥିଲେ, ଏବେ ରିଅଲ ଦେଖୁଛନ୍ତି। ଏବଂ ସବୁଠାରୁ ବଡ଼ କଥା ହେଉଛି, ଯେମିତି ଆଦିମ ମଣିଷମାନେ ଯେତେବେଳେ ପ୍ରସ୍ତର ଯୁଗରେ ରହୁଥିଲେ, ଲଙ୍ଗଳା ହେଇକି ବୁଲୁଥିଲେ, ସିଏ ଯେମିତି ଶିକାର କରୁଥିଲେ, ସେମିତି ମଣିଷଟାକୁ ବାନ୍ଧି ଦେଇକି, ହାତ ଗୋଡ଼କୁ ବାନ୍ଧିକି ତା ଭିତରେ ଠେଙ୍ଗା ପୂରେଇକି ଝୁଲେଇକି ଯେମିତି ଗୋଟେ ପଶୁ ଶିକାର କରନ୍ତି, ଠିକ୍ ସେଇଭଳି ଭାବରେ କରାଗଲା। ଏ ଦୃଶ୍ୟ ଯେ ଦେଖିବ ଛାତି ଥରି ଉଠିବ। ମାନେ ମର୍ଡର କରାହବ, ତାକୁ ପୁଣି ଭିଡ଼ିଓ କରାଯିବ। ସେ ବ୍ରହ୍ମପୁର ଘଟଣାରୁ, ଏ ଘଟଣାରୁ, ଅନେକ ଘଟଣାରେ କ'ଣ ଇଏ କ'ଣ ଉତ୍ତରପ୍ରଦେଶ, ଇଏ କ'ଣ ବିହାର, ବର୍ତ୍ତମାନ ଯେମିତି ବେଙ୍ଗଲରେ ଆରମ୍ଭ ହେଇଗଲା, ଇଏ କ'ଣ ସେୟା? କୋଉ ଦୃଷ୍ଟିକୋଣରୁ ଭାରତୀୟ ଜନତା ପାର୍ଟି କହିଥିଲା ଯେ ଓଡ଼ିଶାକୁ ଭାରତବର୍ଷ ନମ୍ବର 1 କରିବ? ପୋଲିସ ସମ୍ମୁଖରେ ହତ୍ୟାକାଣ୍ଡ ଘଟୁଛି, ପୋଲିସକୁ ଖବର ଦେଲା ପରେ ହତ୍ୟାକାଣ୍ଡ ଘଟୁଛି, ହତ୍ୟାକାଣ୍ଡ ଘଟି ସାରିଲା ପରେ କାହାକୁ ମନ ଇଚ୍ଛା କେତେଟା ଆରେଷ୍ଟ କରିଦେଉଛନ୍ତି, ଦେଖାଇ ଦେଉଛନ୍ତି ଆମେ ଆରେଷ୍ଟ କଲୁ। ମୁଁ ତାଙ୍କୁ ପଚାରିବାକୁ ଚାହେଁ, ମେନ୍ କଲପ୍ରିଟ୍ ଆରେଷ୍ଟ ହେଉଛନ୍ତି? ମୁଁ ତାଙ୍କୁ ପଚାରିବାକୁ ଚାହେଁ, ମେନ୍ କଲପ୍ରିଟ୍ ଆରେଷ୍ଟ ହେଉଛନ୍ତି? ଯଦି ଯିଏ ଆରେଷ୍ଟ ହେଉଛନ୍ତି, କେତେ ଦିନ ଜେଲରେ ରହୁଛନ୍ତି, କେବେ ବେଲ୍ ମିଳୁଛନ୍ତି, ସେ ସବୁ କଥା ସରକାର ଆସିକି ପବ୍ଲିକରେ ସ୍ପଷ୍ଟ କରିପାରିବେ କି? ଏବଂ ଆଉ ଗୋଟେ ସବୁଠାରୁ ଅଜବ କଥା, ଏତେ ସବୁ ଘଟଣା ଘଟିଲା ପରେ ନା ସେମାନେ ଉଚ୍ଚସ୍ତରୀୟ ମିଟିଂ କରୁଛନ୍ତି, ନା ତା ପାଇଁ ସେମାନେ ସମ୍ବେଦନଶୀଳତା ପ୍ରକାଶ କରୁଛନ୍ତି, ନା ଏଭଳି ଏକ ମର୍ମନ୍ତୁଦ ଘଟଣା ପ୍ରତି ସେମାନେ ଗୋଟେ କନସର୍ନ ଅଛନ୍ତି। ଏ ସବୁ କଥାରୁ ସ୍ପଷ୍ଟ ଅନୁମାନ କରାଯାଉଛି ଏବଂ ଓଡ଼ିଶାବାସୀ ଧରିଲେଣି ଯେ ଯଦି ଏ ରାଜ୍ୟକୁ ବଞ୍ଚେଇବେ ଭଗବାନ ବଞ୍ଚେଇବେ, ପ୍ରଭୁ ଜଗନ୍ନାଥ ବଞ୍ଚେଇବେ, କିନ୍ତୁ ଭାରତୀୟ ଜନତା ପାର୍ଟି ସରକାର ବଞ୍ଚେଇ ପାରିବନି।
ଲୋକଟିଏ ଘରୁ ବାହାରିବାକୁ ଡରୁଛି। ଘରୁ ଯଦି ଝିଅ ବୋହୂ ବାହାରକୁ ଯିବେ ଫେରିବେ କି ନାହିଁ ସନ୍ଦେହ ସୃଷ୍ଟି ହେଉଛି। ଆଖି କାନ ଠିଆ ଠିଆ ହେଇକି ଅନେଇକି ରହୁଛନ୍ତି। ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ। ସବୁଠାରୁ ବେଶୀ ବିପର୍ଯ୍ୟସ୍ତ ହେଉଛି ଭୁବନେଶ୍ୱର, ଓଡ଼ିଶାର ରାଜଧାନୀରେ। ଗାଁ ଗହଳି କଥା କିଏ ପଚାର? କୋଉଠି ଆପାର୍ଟମେଣ୍ଟ ନିଆଁ ଲାଗିଲାଣି ତ, କୋଉଠି ଆପାର୍ଟମେଣ୍ଟ ଚୋରି ହେଲାଣି ତ, ଘରକୁ ଲୁଟ୍ କଲେଣି ତ, କାହା ଘରେ ପଶିକି ବଳାତ୍କାର କଲେଣି, କାହା ଘରେ ପଶିକି ହତ୍ୟା କଲେଣି। ଗୋଟେ ନୀତିଦିନିଆ ରୁଟିନ, ଦୈନନ୍ଦିନ ରୁଟିନ ଏ ସରକାର କରୁଛି କଣ? କୋଉଠି ନିର୍ବାଚନ କୌଣସି କାରଣ ଜିତିଗଲେ ଖୁସି ମନାଉଛନ୍ତି। ପାର୍ଲାମେଣ୍ଟରେ ମହିଳା ବିଲ୍ ପାସ୍ ହେଇପାରିଲାନି ତମ ଅଯୋଗ୍ୟତା ଯୋଗୁରୁ, ଏଠି ବସିକି ନାରା ଦଉଛ, ରାଲି କରୁଛ। ଯୋଉ ମହିଳାମାନଙ୍କ ପାଇଁ ଆପଣ କଥା କହୁଛନ୍ତି ସେଇ ମହିଳାମାନଙ୍କ ପାଇଁ ସୁରକ୍ଷା ନାହିଁ। ଅସୁରକ୍ଷିତ ରାଜ୍ୟରେ ଆଜି ସୁରକ୍ଷାର ଗୋଟେ ବିରାଟ ପ୍ରଶ୍ନବାଚୀ ଛିଡା ହେଇଗଲାଣି। କଣ ପାଇଁ? ମୁଁ ତ ଇଚ୍ଛା ପ୍ରକାଶ କରିବି, ଦାବି କରିବି, ରାଜ୍ୟ ସରକାର ତୁରନ୍ତ ଇସ୍ତଫା ଦେଇ ଦିଅନ୍ତୁ। କହିଦିଅନ୍ତୁ ଆମେ ଭୁଲ ବଶତ କ୍ଷମତାକୁ ଆସିଥିଲୁ, ଭୁଲ କଥା କହିଥିଲୁ ଓଡ଼ିଶାକୁ 1 ନମ୍ବର କରିବାରେ, ଡେଭଲପମେଣ୍ଟ କାମରେ ବା ଅନ୍ୟ କୌଣସିରେ, କିନ୍ତୁ ତା ନକରି ବିପରୀତ ଦିଗରେ 1 ନମ୍ବର କରିସାରିଛୁ। ହତ୍ୟା, ଲୁଟ, ମର୍ଡର, ରେପ୍, ଗ୍ୟାଙ୍ଗ ରେପ୍, ଷ୍ଟେପ୍ ଡାଉନ୍ କର, ଛାଡ଼ି ଦିଅ। ଓଡ଼ିଶାବାସୀର ସମସ୍ତଙ୍କ ମନ ଭିତରେ ବର୍ତ୍ତମାନ ଦୁଃଖ, କ୍ଷୋଭ, ଯନ୍ତ୍ରଣା। ଆଜି ଓଡ଼ିଶା ଯେକୌଣସି ଜନସାଧାରଣ ପଚାରିବ, ଘରେ ପଚାର, ଚା ଖଟିରେ ପଚାର, ବଜାର ଘାଟରେ ପଚାର, ଯୋଉଠି ଲୋକ ବସିକି କଥା ହଉଛନ୍ତି ସେଇଠି ପଚାର, ସାମ୍ବାଦିକଙ୍କୁ ପଚାର, ବୁଦ୍ଧିଜୀବୀଙ୍କୁ ପଚାର, ସାଧାରଣ ଲୋକଙ୍କୁ ପଚାର, ଭୀତତ୍ରସ୍ତ, ଅସହାୟତା ପ୍ରକାଶ କରୁଛନ୍ତି। ଯେତେବେଳେ ସରକାର ଅସହାୟତା ପ୍ରକାଶ କରୁଛନ୍ତି, ସାଧାରଣ ଲୋକ କଣ ହେବେ? ସରକାର ତମେ ସକ୍ଷମ ହୁଅ, ଯଦି ସକ୍ଷମ ନ ହବ ତାହେଲେ ବିଦାୟ ନିଅ।